ଶିବଚରଣ ମୁଣ୍ଡା। ପାଠ ପଢ଼ା ପରେ ବାପାଙ୍କୁ ଅନୁସରଣ କରି ଧାନ ଚାଷ ଏବଂ ପନିପରିବା ଚାଷ ମୁଁ କରୁଥିଲି, ଯେଉଁଥିରେ କି ମୋର ବର୍ଷକୁ 80,000 ଟଙ୍କା ରୋଜଗାର ହେଉଥିଲା। ଫାର୍ମର ଫାଷ୍ଟ ପ୍ରୋଜେକ୍ଟ ଟଚ୍ରେ ଆସିଲା ପରେ ସାଇଣ୍ଟିଷ୍ଟମାନଙ୍କ ଦିଗଦର୍ଶନ ଏବଂ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ପାଇଲି। ଧାନ ଚାଷ ଧାଡ଼ି ପ୍ରଣାଳୀ ଧାନ ଚାଷ ଏବଂ କେଉଁ ଭେରାଇଟିର ପନିପରିବା ଚାଷ କଲେ ଅଧିକ ଲାଭବାନ ହେବି ସେହି ବିଷୟରେ ଜାଣିବାକୁ ପାଇଲି। ବର୍ଷା ଦିନରେ କେବଳ ପନିପରିବା ଚାଷ କରୁଥିଲି। ଫାର୍ମର ଫାଷ୍ଟ ପ୍ରୋଜେକ୍ଟରୁ ଅନୁପ୍ରାଣିତ ହୋଇ ରବି ଋତୁରେ ଖାଲି ପଡ଼ିଥିବା ଚାଷ ଜମିରେ ମୁଁ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ମଧ୍ୟ ଭଲ ଅମଳ କରିପାରିଛି। ଧାଡ଼ି ପ୍ରଣାଳୀରେ ଧାନ ଚାଷ, ରବି ଏବଂ ଖରିଫ ଋତୁରେ ଉନ୍ନତ ମାନର ପନିପରିବା ଚାଷ ଯଥା ଫୁଲକୋବି, ବନ୍ଧାକୋବି, ଟମାଟୋ, ବାଇଗଣ, ଭେଣ୍ଡି ଏହିସବୁ ଚାଷ କରି ମୁଁ ଲାଭବାନ ହେଇଛି। ତା ସହିତ G9 ଭେରାଇଟିର କଦଳୀ ଚାଷ ମଧ୍ୟ ମୁଁ କରିଛି, ଯେଉଁଥିରେ କି କଦଳୀ ଏବଂ ତା କୁହା ଆଖପାଖ ଗାଁରେ ମୁଁ ମଧ୍ୟ ସେଟା ବିକ୍ରି କରି କଦଳୀର ସମୁଦାୟ 60,000 ଟଙ୍କା ମୁଁ ପ୍ରଫିଟ୍ ପାଇଛି। ଏମିତିକି ବର୍ଷକୁ ମୁଁ 4ରୁ 5 ଲକ୍ଷ ଟଙ୍କା ରୋଜଗାର କରିପାରିଛି। ମୋ ପରିବାର ଭଲରେ ଚଳିପାରୁଛି। ମୁଁ ମଧ୍ୟ ଏହି ଚାଷ କରି ସାଟିସ୍ଫାଇ ଅଛି ଏବଂ ଆମ ଅଞ୍ଚଳରେ ଅନ୍ୟ ଯୁବକମାନେ ମଧ୍ୟ ମଡ଼ର୍ଣ୍ଣ ପ୍ରଣାଳୀରେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିପାଇଁ ମୁଁ ଫାର୍ମର ଫାଷ୍ଟ ପ୍ରୋଜେକ୍ଟକୁ ନିହାତି ମୁଁ କୃତଜ୍ଞତା ଜଣାଉଛି। ନମସ୍କାର।